ପ୍ରକୃତରେ କାହାକୁ ଶିକ୍ଷାର ଦେବୀ କୁହାଯିବା ଉଚିତ? ପ୍ରକୃତ ଶିକ୍ଷୟିତ୍ରୀର ଜନ୍ମଦିନକୁ ଭୁଲି ଏହି ଶିକ୍ଷିତ ସମାଜରେ ମିଥ୍ୟା ଶିକ୍ଷୟିତ୍ରୀର ଜନ୍ମଦିନକୁ କାହିଁକି ସ୍କୁଲ କଲେଜମାନଙ୍କରେ ପାଳନ କରନ୍ତି? ଜଣେ ହେଲେ ଶିକ୍ଷାର ଜନନୀ କ୍ରାନ୍ତିଜ୍ୟୋତି ବୋଧିସତ୍ୟ ସାବିତ୍ରୀବାଈ ଫୁଲେ ଏବଂ ଜଣେ ହେଲେ ସରସ୍ୱତୀ, ଯାହାକୁ ସମାଜ ବହୁତ ଗୁରୁତ୍ୱ ଦିଏ। ତ ଆସନ୍ତୁ ଜାଣିବା ଦୁଇ ଜଣ ଭିତରଙ୍କରେ କ'ଣ କ'ଣ ଫରକ ରହିଛି। ଯିଏକି ଶିକ୍ଷାର ଜନନୀ କ୍ରାନ୍ତିଜ୍ୟୋତି ବୋଧିସତ୍ୟ ସାବିତ୍ରୀବାଈଙ୍କ ଫୁଲେଙ୍କ ବିଷୟରେ ଆମେ ଜାଣିବା। ପ୍ରଥମ ହେଲା ଭାରତର ପ୍ରଥମ ଶିକ୍ଷିତ ମହିଳା ସାବିତ୍ରୀବାଈ ଫୁଲେ ଥିଲେ। ଦ୍ୱିତୀୟ ହେଲା ମହିଳାମାନଙ୍କ ପାଇଁ ଶିକ୍ଷା ପାଇଁ ଅଧିକାର ପାଇଁ ସଂଗ୍ରାମ କରିଥିବା ପ୍ରଥମ ମହିଳା। ତୃତୀୟ ହେଲା ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିବା ମହିଳା। ଚତୁର୍ଥ ହେଲା ମହିଳା ମୁକ୍ତି ଆନ୍ଦୋଳନର ପ୍ରଥମ ନେତ୍ରୀ। ଏବଂ ସରସ୍ୱତୀ କ'ଣ କରିଥିଲେ ତା ବିଷୟରେ ବି ଆମେ ଜାଣିବା। ଶିକ୍ଷିତ ଥିବାର କୌଣସି ପ୍ରମାଣ ବି ମଧ୍ୟ ନାହିଁ। ଦ୍ୱିତୀୟ ହେଲା କୌଣସି କାବ୍ୟ କିମ୍ବା କୌଣସି ଗ୍ରନ୍ଥ ଗୋଟିଏ ବି ରଚନା କରନ୍ତି ନାହିଁ। ତୃତୀୟ ହେଲା ଶିକ୍ଷାର ପ୍ରସାର ପାଇଁ କିଛି ଯୋଗଦାନ ମଧ୍ୟ ନାହିଁ। ଚତୁର୍ଥ ହେଲା ମହିଳାମାନଙ୍କୁ ଶିକ୍ଷିତ କରିବାରେ କୌଣସି ଭୂମିକା ନାହିଁ। ପଞ୍ଚମ ହେଲା ଗୋଟିଏ ବି ଶିକ୍ଷାନୁଷ୍ଠାନ ସ୍ଥାପନ କରିନାହାନ୍ତି। ତ ଆମେ ଏଇ ଦୁଇ ଜଣଙ୍କ ବିଷୟରେ କିଛି ପଏଣ୍ଟ ଆପଣମାନଙ୍କୁ ବକ୍ତବ୍ୟ ଦେଲି। ତ ଆପଣମାନେ ଏ ବିଷୟରେ ଜାଣିବେ କିଏ ପ୍ରକୃତରେ ଶିକ୍ଷାର ଦେବୀ ବୋଲି କୁହାଯିବା କଥା ଏବଂ ସାବିତ୍ରୀବାଈ କ'ଣ କରିଯାଇଥିଲେ। ସେ 3/1/1831 ମସିହାରେ ଜନ୍ମଗ୍ରହଣ କରିଥିଲେ। ମହାରାଷ୍ଟ୍ରର ସାତାରା ଜିଲ୍ଲା ନିକଟସ୍ଥ ନୟାଗାଓ ଗ୍ରାମରେ ସାବିତ୍ରୀବାଈଙ୍କର ଜନ୍ମ ଥିଲା। 1840 ମସିହାରେ 9 ବର୍ଷ ବୟସରେ 13 ବର୍ଷର ବାଳକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ 1841 ମସିହାରେ ଜ୍ୟୋତିବା ଫୁଲେଙ୍କଠାରୁ ଆଦ୍ୟ ଶିକ୍ଷା ଲାଭ କରିଥିଲେ ଏବଂ 1846 ମସିହାରେ ମିସେସ୍ ମିଚେଲଙ୍କ ଦ୍ୱାରା ସ୍ଥାପିତ ନର୍ମାଲ ସ୍କୁଲର ଶିକ୍ଷିକା ପ୍ରଶିକ୍ଷଣ ଲାଭ କଲେ ଏବଂ 1847 ମସିହାରେ ସଗୁଣାବାଈଙ୍କ ସହ ମିଶି ମହାରାୱାଡ଼ାଠାରେ ପ୍ରଥମ ବାଳିକା ବିଦ୍ୟାଳୟ ଉପସ୍ଥାପନା କଲେ। 1848ରେ ପୁନା ନିକଟସ୍ଥ ଭିଡେୱାଡ଼ାଠାରେ ଜ୍ୟୋତିବା ଫୁଲେ ଓ ସଗୁଣାବାଈଙ୍କ ସହ ମିଶି ପ୍ରଥମ ବିଦ୍ୟାଳୟ ସ୍ଥାପନା କଲେ। 1849ରେ ଅସ୍ପୃଶ୍ୟ ଓ ବାଳିକାମାନଙ୍କୁ ଶିକ୍ଷା ପ୍ରଦାନ କରିବା ଯୋଗୁଁ ଜ୍ୟୋତିବାଙ୍କ ସହ ଶ୍ୱଶୁର ଘରରୁ ବିତାଡ଼ିତ ମଧ୍ୟ ହୋଇଥିଲେ। 1850 ମସିହାରେ ଫାତିମା ଶେଖଙ୍କ ସହ ମିଶି ଅସ୍ପୃଶ୍ୟ ଓ ଶୂଦ୍ରମାନଙ୍କ ନିମନ୍ତେ ୱାଡ଼ାଠାରେ ପ୍ରଥମ ବିଦ୍ୟାଳୟ ସ୍ଥାପନା ଓ ଶିକ୍ଷାଦାନ ମଧ୍ୟ କରିଥିଲେ। 1851ରେ 150 ଜଣ ଛାତ୍ରୀମାନଙ୍କ ପାଇଁ 3ଟି ବିଦ୍ୟାଳୟ ସ୍ଥାପନା କଲେ ଓ ପ୍ରାଥମିକ ଶିକ୍ଷାଦାନ ମଧ୍ୟ କଲେ। 1852ରେ ନାରୀମାନଙ୍କର ମୌଳିକ ଅଧିକାର, ଉତ୍ତମ ସ୍ୱାସ୍ଥ୍ୟ ଓ ଶିକ୍ଷାଜନିତ ସଚେତନ ନିମନ୍ତେ ମହିଳା ସେବା ମଣ୍ଡଳ ଗଠନ କଲେ ଏବଂ ଇଂରେଜ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରାଧ୍ୟାପିକା ସମ୍ମାନରେ ସମ୍ମାନିତ ହେଲେ। 1853ରେ ଭ୍ରୂଣ ହତ୍ୟା ରୋକିବା ପାଇଁ ପ୍ରଥମ ବିଧବା ଓ ପ୍ରସୂତି ଗୃହ ନିର୍ମାଣ କଲେ। 1854ରେ ତାଙ୍କ ପ୍ରଥମ କବିତା ସଂକଳନ କାବ୍ୟଫୁଲରେ ପ୍ରକାଶିତ ହେଲା। 1855ରେ ଦିନ ମଜୁରିଆ ଓ ଚାଷୀଙ୍କୁ ଶିକ୍ଷିତ କରିବା ପାଇଁ ରାତ୍ର ବିଦ୍ୟାଳୟ ସ୍ଥାପନା କଲେ। 1856ରେ ଜ୍ୟୋତିବା ଫୁଲେଙ୍କ ଭାରତୀୟ ଶିକ୍ଷାନୀତି ଉପରେ ଦେଇଥିବା ମରାଠୀ ଭାଷଣର ପରିମାର୍ଜିତ ରୂପର ପ୍ରକାଶନ କଲେ। 1860ରେ ସୋନବୀ ଜାତିର ନର୍ମଦା ଓ ରଘୁନାଥଙ୍କ ପୁନର୍ବିବାହ। 1868ରେ ଦଳିତ ଓ ଅସ୍ପୃଶ୍ୟମାନଙ୍କୁ ନିଜ ଘର ଅଗଣାରେ ଥିବା କୂଅରୁ ପାଣି ନେବା ପାଇଁ ଆମନ୍ତ୍ରିତ ଦେଇଥିଲେ। 1874ରେ ଏକ ବିଧବା ବ୍ରାହ୍ମଣୀର ପୁତ୍ରକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ ଓ ସେହି ଶିଶୁପୁତ୍ର ୟଶବନ୍ତରାଓ ବଡ଼ ହୋଇ ଡାକ୍ତର ମଧ୍ୟ ହୋଇଥିଲେ। 1875 ଏବଂ 1876ରେ ମହାରାଷ୍ଟ୍ରରେ ଦୁର୍ଭିକ୍ଷ ପୀଡ଼ିତ ଲୋକଙ୍କ ପାଇଁ 42ଟି ଭୋଜନ କେନ୍ଦ୍ର ସ୍ଥାପନ କରିଥିଲେ। 1890 ମସିହା ଜୀବନସାଥୀ ଜ୍ୟୋତିବା ଫୁଲେଙ୍କୁ ହୃଦଘାତରେ ଦେହାନ୍ତ ହୋଇଥିଲା। 1893ରେ ଜ୍ୟୋତିବାଙ୍କ ଦେହାନ୍ତ ପରେ ସତ୍ୟଶୋଧକ ସମାଜ ପରିଷଦର ଅଧ୍ୟକ୍ଷା ନିଯୁକ୍ତି ଭାବରେ ରହିଲେ ଏବଂ 10/3/1897ରେ ହଇଜା ପ୍ଲେଗ ରୋଗରେ ପୀଡ଼ିତ ଲୋକମାନଙ୍କୁ
ସେବା ଶୁଶ୍ରୂଷା କରୁ କରୁ ରୋଗାକ୍ରାନ୍ତ ହୋଇ ମହାପରିନିର୍ବାଣ ହେଲେ। ତ ଆମେ ଏଥିରୁ କ'ଣ ଜାଣିବା? ଶିକ୍ଷାର ଜନନୀ କ୍ରାନ୍ତିଜ୍ୟୋତି ବୋଧିସତ୍ୱ ସାବିତ୍ରୀବାଈ ଫୁଲେଙ୍କୁ ଶିକ୍ଷାର ଦେବୀ କହିବା, ନା କାଳ୍ପନିକ ଭାବରେ ଯେଉଁ ମନୋବାଦୀମାନେ ସରସ୍ୱତୀଙ୍କୁ ଗଢ଼ିଛନ୍ତି ତାଙ୍କୁ ଶିକ୍ଷାର ଦେବୀ କହିବା, ଏବଂ କାହାକୁ ଆମେ ଶିକ୍ଷାର ଦେବୀ ବୋଲି ପୂଜା କରିବା ଉଚିତ? ମତାମତ ଆପଣଙ୍କର।